ଆଜ୍ଞା ନମସ୍କାର। ସବୁବେଳେ ମାନେ ଯେତେବେଳେ ଗୋଟେ ମୋର ମାନେ ମେକଅପ୍ ଆସେ, ଗୋଟେ ମେକଅପ୍ କରିବା ପୂର୍ବରୁ ଆଗେ ମୁଁ ଥରୋଲି ତାଙ୍କ ସ୍କିନ୍ର ଟେକ୍ସଚର୍କୁ ଦେଖେ। ତାଙ୍କ ସ୍କିନ୍ର ଟେକ୍ସଚର୍ କ'ଣ ଅଛି, କ'ଣ ମାଗୁଛି, କେଉଁ ଟାଇପ୍ର ଲୁକ୍ ଦେଲେ ତାଙ୍କୁ ଭଲ ଲାଗିବ। ଫାଷ୍ଟ ଅଫ୍ ଅଲ୍ ତାଙ୍କ ଶାଢ଼ୀକି ଫଲୋ କରିକି ତାଙ୍କର ଆଇ ମେକଅପ୍ ଫାଷ୍ଟ ଲୁକ୍। ଆଇ ମେକଅପ୍ ହିଁ ଆପଣଙ୍କୁ ନିଜର ସୌନ୍ଦର୍ଯ୍ୟ ଏନହାନ୍ସ କରେ, ସୌନ୍ଦର୍ଯ୍ୟତାକୁ ବେଶୀ ବଢ଼ାଇଥାଏ ଆଇ ମେକଅପ୍। ତ କଲାପରେ ତ ସେଥିପାଇଁ ସବୁ ପ୍ରକାର ମୁଁ ଚୁଡ଼ି ରଖିଥାଏ। ତାଙ୍କୁ କେଉଁ ଟାଇପ୍ର ଚୁଡ଼ି ମୁଁ ତାଙ୍କୁ ପୁରା ସଜେଇକି ତାଙ୍କୁ ପିନ୍ଧେଇକି ଛାଡ଼େ। ସବୁ ପ୍ରକାର ଟେକ୍ନୋଲୋଜି ସବୁ ରଖିଛି ମୋ ପାଖରେ, ଯେ ଗୋଟେ କ୍ଲାଏଣ୍ଟ ଯେତେବେଳେ ଆସୁଛି ସେ ସବୁ ଜିନିଷ ଆଚିଭ୍ କରିକି ଯିବ, ଆଉ ସେ ଖୁସି ବି ହେଇକି ଯିବ। କହିଲେ ଆଜ୍ଞା, ପ୍ରତ୍ୟେକଟି ଜିନିଷକୁ ହେଲେ ଆପଣ ମନ ଧ୍ୟାନ ଦେଇକି କରିବେ, ଗୋଟେ ପୂଜା ବୋଲି ଭାବିବେ। ମୋ କର୍ମକୁ ଯେତେବେଳେ ଆପଣ ଭଲ ପାଇବେ, କର୍ମକୁ ଭଲ ପାଆନ୍ତୁ। କର୍ମକୁ କଲାବେଳେ ବି ନିଜକୁ ଭଗବାନ ପାଖରେ ସମର୍ପଣ କରିଦିଅନ୍ତୁ। ପ୍ରଭୁ, ମୋର ଏ କାମଟା ଆସିଛି, ମୁଁ କେମିତି ଭଲ କରିବି, ଯେମିତି ଗୋଟେ କ୍ଲାଏଣ୍ଟ ମୋତେ ୱାଓ କହିକି ଯାଉ, ଭଲ କହୁ। ସିଏ ଏଠୁ ଗଲେ ସିଏ 5 ଜଣଙ୍କୁ କହୁ। ସେଇଟା ହେଉଛି ଆଜ୍ଞା ଆପଣଙ୍କର ସଫଳତା। ଏଇଟାକୁ ଆଜ୍ଞା ସବୁବେଳେ ଧ୍ୟାନ ଦେବେ। ଗୋଟେ କ୍ଲାଏଣ୍ଟ ଯେତେବେଳେ ଆପଣଙ୍କର ସପ୍ରୁ ବାହାରିକି ଯାଉଛି ନା, ସେ ଯେମିତି ଯାଇକି ଆଉ 5 ଜଣଙ୍କୁ ଆପଣଙ୍କର ରେଫରେନ୍ସ ଭଲ ଦେଉ। ସେଇଟା ଆଜ୍ଞା ବିଜନେସ୍, ସେଇଟା ଆଜ୍ଞା ଆପଣଙ୍କର ଇମ୍ପ୍ରୁଭମେଣ୍ଟ, ସେଇଟା ହିଁ ଆପଣଙ୍କର ସଫଳତା। ସେଟାକୁ ଆଜ୍ଞା ସବୁବେଳେ ଦେଖୁଥିବେ। ଏଇଟା ପ୍ରଥମ ଆଜ୍ଞା। ଯେତେବେଳେ ସପ୍ ଆଜ୍ଞା ଖୋଲିଥିଲି, ରିଫ୍ଲେକ୍ଟ ଦୁନିଆ କରିଥିଲି, ଦୁନିଆ ବ୍ୟାନର କରିଥିଲି, କିନ୍ତୁ ଆଜ୍ଞା ମୁଁ ଯେହେତୁ ଗୋଟିଏ ଘରକୁ ମୁଁ ବି ଯାଇପାରିଲିନି କହିବା ପାଇଁ। ଜଣେ ଆସିକି 5 ଜଣ କହିକି ଆଜି ଶହ ସଂଖ୍ୟାରେ ବଢ଼ିଛନ୍ତି। ସବୁ ସେଇ ପ୍ରଭୁଙ୍କ ଇଚ୍ଛା। ମୁଁ କିଛି ବି ନୁହେଁ, ମୁଁ ସବୁବେଳେ କହୁଛି ଆଜ୍ଞା ମୁଁ ନିମିତ୍ତ ମାତ୍ର, ମୁଁ କିଛି ନୁହେଁ। ଏମିତି ବଢ଼ିଛନ୍ତି ଆଜ୍ଞା। ଏବେ ସିନା ଆଜ୍ଞା ସୋସିଆଲ ମିଡ଼ିଆରେ ସବୁ ସପ୍ ଦେଖେଇବା କରିବା ଏସବୁ ଯେଉଁ ଚାଲିଛି, କିନ୍ତୁ ଆଜ୍ଞା ମୋତେ ସମସ୍ତେ କହୁଛନ୍ତି, ମୁଁ କେବେ କରେନି। କିନ୍ତୁ ଆଜି ଯେତେବେଳେ ବାଧ୍ୟ କଲେ ବୋଲି କହିଲି। କିନ୍ତୁ ଆଜ୍ଞା ଏଇଟା ହେଉଛି ନିରାଟ ସତ୍ୟ ବଚନ ଆଜ୍ଞା, ଏଇଟା ବାସ୍ତବିକ କଥା। ଆପଣଙ୍କ ବ୍ୟବହାର, ଆପଣଙ୍କ କର୍ମ, ଆପଣଙ୍କର କାମ, ଏଇ 3ଟା ଜିନିଷ ଯେତେବେଳେ ଭଲ ରହିବ ନା, ଆପଣ ମାର୍କେଟରେ ଯେଉଁ ବିଜନେସ୍ କରନ୍ତୁ ଆପଣ କ୍ଲିକ୍ କରିଯିବେ, ସଫଳତାର ସିଡ଼ି ଆପଣ ଚଢ଼ିଯିବେ। ଲୋକମାନେ ଆପଣଙ୍କୁ କଣ୍ଟାକ୍ଟ କରିବେ। ଆଜ୍ଞା ଏଇ ଜିନିଷଟା ହେଇଛି, ମୁଁ ତ 24 ଘଣ୍ଟା ଖୋଲିକି ବସିପାରେନି, କାରଣ ମୋର ସବୁ ପ୍ରକାର ବିଜନେସ୍, ଶାଢ଼ୀ ବିଜନେସ୍ ରୁହେ, ଜୁଏଲାରୀ ବିଜନେସ୍ ରୁହେ, ଗାର୍ମେଣ୍ଟସ୍ ରୁହେ। ତ ତା ସାଙ୍ଗକୁ ପୁଣି ମୋର ଫ୍ୟାସନ୍ ଡିଜାଇନ୍ ରୁହେ। ସବୁ ଆଗରୁ ବହୁତ ବ୍ଲାଉଜ୍, ବହୁତ ଗାଉନ୍ସ, ବହୁତ ଡିଜାଇନ୍ ସବୁ ହେଉଥିଲା, ବହୁତ ହେଉଥିଲା। ମାନେ ଦୀପ୍ତି ବୁଟିକ୍ ବୋଲି ସମସ୍ତେ ଜାଣୁଥିଲେ, ତାପରେ ସାଇ ସୁଧା ପାର୍ଲର ବୋଲି ସମସ୍ତେ ଜାଣିଲେ। ତ ସେଇ ଟାଇପ୍ର ସବୁ ଜିନିଷ ହେଲା। ତ ବହୁତ ଆହୁରି ଏକ୍ସଟ୍ରା ଜିନିଷ ସବୁ ପଶି ଆସିଲା, ଟିକେ ସମୟର ଅଭାବ ହେଇଗଲା। ତ କ'ଣ ଆଜ୍ଞା କହିବି, ଟିକେ ଡାଇଭର୍ଟ ହେଇଯାଇଥିଲି। ଅଲଗା ବହୁତ ଜିନିଷ ଅଲଗାକୁ ବୁଝିବାକୁ ଗଲାକୁ ଏପଟ ବିଜନେସ୍ ଡାଉନ୍ ହେଇଗଲାଣି। ସେପଟ କାହାକୁ ଦେଖିବେ ଆଜ୍ଞା, ଗୋଟିଏ ଲୋକ ସବୁ ପ୍ରକାର ବୁଝିବାକୁ ବହୁତ ଅସୁବିଧା ହେଲା। ସେଥିପାଇଁ ଯାହା ହେଇଛି ପ୍ରଭୁଙ୍କ ଇଚ୍ଛା, ଯାହା ହେଉଛି ପ୍ରଭୁଙ୍କ ଇଚ୍ଛା, ଯାହା ହେବ ପ୍ରଭୁଙ୍କ ଇଚ୍ଛା। ମୁଁ କିଛି ନୁହେଁ ଆଜ୍ଞା, ସବୁ ତାଙ୍କରି ଇଚ୍ଛା। ଜୟ ଜଗନ୍ନାଥ। ମହାପ୍ରଭୁ